নমস্কার জয় জগন্নাথ শুভ সকাল আজি হচ্ছে জুন 10 তারিখ বুধবার আসন্তু আজির গুরুত্বপূর্ণ খবর দেখিবা আপনার ভাল পাইবা স্বরূপ গোটে গোটে লাইক নিশ্চয় করিদেবে এসহ আপনার কেউ জেলার এই খবর দেখুছেন কমেন্ট করে নিশ্চয় জনাইদেবে আজির প্রথম খবর দীঘা জগন্নাথ ধামরু হটিব ধাম শব্দ মোহন মাঝীଙ୍କ চিঠি পরে পশ্চিম মুখ্যমন্ত্রীଙ୍କ বড় ঘোষণা দীঘা জগন্নাথ ধামরু ধাম শব্দ হটাইবাকু নির্দেশ পশ্চিমবঙ্গ মুখ্যমন্ত্রী শুভেন্দু অধিকারীଙ୍କ বড় ঘোষণা দীঘা জগন্নাথ ধামরু হটিব ধাম শব্দ দীঘা জগন্নাথ ধাম বদଳରେ ହେବ দীঘা জগন্নাথ সাংস্কৃতিক কেন্দ্র মুখ্যমন্ত্রী মোহন মাঝীଙ୍କ চিঠি পরে শুভেন্দু অধিকারী বড় ঘোষণা କରିଛନ୍ତି শুভেন্দু অধিকারী କହିଛନ୍ତି ପୂର୍ବ ସରକାର ଧାମ ଶବ୍ଦ ଯୋଡ଼ିଥିଲେ ଏହା ସନାତନ ଧର୍ମ ବିରୋଧୀ ଥିଲା ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଚିଠି ପାଇଛି ତୁରନ୍ତ ଧାମ ଶବ୍ଦ ହଟିବ ଏଥିପାଇଁ କ୍ୟାବିନେଟରେ ପ୍ରସ୍ତାବ ପାରିତ କରାଯିବ ବୋଲି শুভেন্দু ଅଧିକାରୀ କହିଛନ୍ତି ଦୀଘା ଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ହଟାଇବା ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପରବର୍ତ୍ତୀ ଖବର ପିଓକେରେ ପାକିସ୍ତାନ ସରକାର ବିରୋଧରେ ପ୍ରଦର୍ଶନ ସଂଘର୍ଷରେ 11 ମୃତ 70 ଆହତ ପାକିସ୍ତାନ ଅଧିକୃତ କାଶ୍ମୀର ପିଓକେରେ ପରିସ୍ଥିତି ଲଗାତାର ବିଗିଡ଼ିବାରେ ଲାଗିଛି ମିଳିତ ଆବାମୀ କାର୍ଯ୍ୟ କମିଟି ଜେଏସି ଉପରେ ପ୍ରତିବନ୍ଧ ଲଗାଇବା ପରେ ପ୍ରତିବାଦ ଆରମ୍ଭ ହୋଇଛି ପ୍ରଦର୍ଶନକାରୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ସଂଘର୍ଷରେ 11 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 70ରୁ ଅଧିକ ଲୋକ ଆହତ ହୋଇଛନ୍ତି ସୂଚନା ଅନୁଯାୟୀ ରାବଲକୋଟ ସହରରେ ହିଂସା ଆରମ୍ଭ ହୋଇଥିଲା ଯେତେବେଳେ ଜେଏସି ସମର୍ଥକମାନେ ହସ୍ପିଟାଲ ବାହାରେ ଏକାଠି ହୋଇଥିଲେ ପରବର୍ତ୍ତୀ ଖବର ଇଂଲଣ୍ଡ ଓ ଆୟାରଲାଣ୍ଡ ଟି20 ସିରିଜ ଭାରତୀୟ ଦଳରୁ ସିରାଜ ଆଉଟ ପ୍ରସିଦ୍ଧିନ୍ ଇଂଲଣ୍ଡ ଏବଂ ଆୟାରଲାଣ୍ଡ ଗସ୍ତ ପାଇଁ ଭାରତୀୟ ଟିମ୍ରେ ସାମିଲ ଥିବା ମହମ୍ମଦ ସିରାଜ ଏବେ ଟିମ୍ରୁ ବାଦ ପଡ଼ିଛନ୍ତି 6 ଜୁନରେ ଘୋଷଣାରେ ହୋଇଥିବା ଟିମ୍ରେ ମହମ୍ମଦ ସିରାଜଙ୍କ ନାଁ ରହିଥିଲା କିନ୍ତୁ ଏବେ ତାଙ୍କୁ ଟିମ୍ରୁ ବାଦ ଦିଆଯାଇଛି ସିରାଜଙ୍କ ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଟି20 ସ୍କ୍ୱାଡରେ ସ୍ଥାନ ମିଳିଛି ସିରାଜ ଟିମ୍ରୁ ବାଦ ପଡ଼ିବା ପରେ ଫ୍ୟାନ୍ସ ପ୍ରଶ୍ନ କରୁଛନ୍ତି ଭାରତୀୟ ଟି20 ଦଳ ଶ୍ରେୟସର ଅଧିନାୟକ ଅଭିଷେକ ଶର୍ମା ସଞ୍ଜୁ ସାମସନ ଇଶାନ କିଶାନ ଶିବମ ଦୁବେ ତିଲକ ବର୍ମା ଉପ ଅଧିନାୟକ ନୀତିଶ ରେଡ୍ଡି ଅକ୍ଷର ପଟେଲ ୱାସିଂଟନ ସୁନ୍ଦର ବରୁଣ ଚକ୍ରବର୍ତ୍ତୀ ପ୍ରସିଦ୍ଧ କ୍ରିଷ୍ଣା ଅର୍ଷଦୀପ ସିଂ ରବି ବିଷ୍ଣୋଇ ପ୍ରିନ୍ସ ଯାଦବ ବୈଭବ ସୂର୍ଯ୍ୟବଂଶୀ ପରବର୍ତ୍ତୀ ଖବର ଖାନ ସାରଙ୍କୁ ମିଳିଲା ସ୍ୱସ୍ତି ଗିରଫଦାରୀ ଉପରେ ଲାଗିଲା ରୋକ ବିହାରର ପ୍ରସିଦ୍ଧ କୋଚିଂ ଶିକ୍ଷକ ଫୈଜଲ ଖାନଙ୍କୁ ପାଟନା ସିଭିଲ କୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି ଯିଏକି ଖାନ ସାର ଭାବରେ ଖୁବ୍ ପରିଚିତ ଥିଲେ ମଙ୍ଗଳବାର ଦିନ ପାଟନା ସିଭିଲ କୋର୍ଟ ଖାନଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରି ତାଙ୍କ ଗିରଫଦାରୀ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ପାଟନା ପୋଲିସ ଖାନଙ୍କ ବିରୋଧରେ ଅସ୍ତ୍ରଶସ୍ତ୍ର ଆଇନ ଏବଂ ହତ୍ୟା ଉଦ୍ୟମ ଅଧୀନରେ ଏକ ମାମଲା ରୁଜୁ କରିଥିଲା ମାମଲା ରୁଜୁ ହେବା ପରେ ସେ ନିଖୋଜ ହୋଇଯାଇଥିଲେ ପାଟନା ପୋଲିସ ତାଙ୍କୁ ଗିରଫ କରିବା ପାଇଁ ନିରନ୍ତର ଚଢ଼ାଉ କରୁଥିଲା ଏହି ସମୟରେ ଖାନ ସାରଙ୍କ ଓକିଲ ଶନିବାର ଅନଲାଇନରେ ଏକ ଆଗୁଆ ଜାମିନ ଆବେଦନ ଦାଖଲ କରିଥିଲେ ତାଙ୍କ ଓକିଲ ଅରବିନ୍ଦ କୁମାର ମହୱାର କହିଛନ୍ତି ଯେ ପୋଲିସ ଖାନ ସାରଙ୍କୁ ଗିରଫ କରିପାରିବ ନାହିଁ ତାଙ୍କୁ ସୁରକ୍ଷା ଜାମିନ ପ୍ରଦାନ କରାଯାଇଛି ପରବର୍ତ୍ତୀ ଖବର ଜୁଲାଇ 1ରୁ ମହଙ୍ଗା ହେବ BMW ଓ ମିନି କାର୍ ଯଦି ଆପଣ ଏକ ଲକ୍ଜୁରୀ କାର୍ କିଣିବାକୁ ଯୋଜନା କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ନିହାତି ଜରୁରୀ ଆସନ୍ତା ଜୁଲାଇ 1 ତାରିଖରୁ ଭାରତୀୟ ବଜାରରେ ମହଙ୍ଗା ହେବାକୁ ଯାଉଛି ଜର୍ମାନୀର ପ୍ରସିଦ୍ଧ ଅଟୋମୋବାଇଲ ବ୍ରାଣ୍ଡ BMW ଏବଂ ମିନି କାର୍ BMW ଗ୍ରୁପ ଇଣ୍ଡିଆ ପକ୍ଷରୁ କରାଯାଇଥିବା ଘୋଷଣା ମୁତାବକ କମ୍ପାନୀ ଆସନ୍ତା ମାସରୁ ତାର ସମସ୍ତ ଗାଡ଼ିର ମୂଲ୍ୟରେ ପ୍ରାୟ 2% ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଯାଉଛି ପରବର୍ତ୍ତୀ ଖବର ବିଦେଶ ମାଟିରେ ଚମକିବେ ଭାରତର ଗୌରବ ବିଦେଶ ମାଟିରେ ପୁଣି ଚମକିବ ଭାରତର ଗୌରବ ଭାରତର ମହାନ ବୀର ଯୋଦ୍ଧା ତଥା ମରାଠା ସାମ୍ରାଜ୍ୟର ପ୍ରତିଷ୍ଠାତା ଛତ୍ରପତି ଶିବାଜୀ ମହାରାଜଙ୍କର ସ୍ମୃତିରେ ଏକ ଭବ୍ୟ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଯାଉଛି ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଦେଶ ଇସ୍ରାଏଲ ହିନ୍ଦୁ ସାମ୍ରାଜ୍ୟ ଦିବସ ବା ଶିବ ରାଜ୍ୟାଭିଷେକ ଦିବସ ଅବସରରେ ମୁମ୍ବାଇରେ ଥିବା ଇସ୍ରାଏଲର କନସୁଲ ଜେନେରାଲ ୟାନିଭ ରେଭାଚ ଏକ ବଡ଼ ଘୋଷଣା କରିଛନ୍ତି ଭାରତ ଏବଂ ଇସ୍ରାଏଲ ମଧ୍ୟରେ ସାଂସ୍କୃତିକ ସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ଏହି ଦୀର୍ଘକାଳୀନ ପ୍ରକଳ୍ପ ହାତକୁ ନିଆଯାଇଛି ପରବର୍ତ୍ତୀ ଖବର ବିଜେଡିରେ ସୁଜାତାଙ୍କ ଏଣ୍ଟ୍ରି ଉଡା ଖବର ବୋଲି କହିଲେ ବଦ୍ରି ପାତ୍ର ନିର୍ବାଚନରେ ବିଜେଡିର ପରାଜୟ ପରେ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିବା ଭିକେ ପାଣ୍ଡ୍ୟାଙ୍କ ପତ୍ନୀ ତଥା ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା ଆର୍ କାର୍ତ୍ତିକେୟନ ଖୁବ୍ ଶୀଘ୍ର ବିଜୁ ଜନତା ଦଳରେ ଯୋଗ ଦେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି କିନ୍ତୁ ଏହି ଚର୍ଚ୍ଚାକୁ ଉଡା ଖବର ବୋଲି କହିଛନ୍ତି ବଦ୍ରି ପାତ୍ର ବିଜେଡିରେ ସୁଜାତାଙ୍କ ଏଣ୍ଟ୍ରି ଉଡା ଖବର ହୋଇପାରେ ବୋଲି କହିଛନ୍ତି ବଦ୍ରି ପାତ୍ର ପରବର୍ତ୍ତୀ ଖବର ଟ୍ରମ୍ପକୁ ବଡ଼ ଝଟକା H1B ଭିସା ସମ୍ପର୍କରେ ଆମେରିକାରୁ ଏକ ବଡ଼ ଖବର ଆସିଛି କୋର୍ଟ ରାଷ୍ଟ୍ରପତି ଟ୍ରମ୍ପଙ୍କ ଫି ବୃଦ୍ଧି ନିଷ୍ପତ୍ତିକୁ ରଦ୍ଦ କରିଛନ୍ତି ବିଚାରପତି ମଧ୍ୟ ଫି ଅବୈଧ ଘୋଷଣା କରି ମନ୍ତବ୍ୟ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଡ଼ ଝଟକା ଲାଗିଛି ଲିଓ ସିରୋକିନ୍ ସୋମବାର ଟ୍ରମ୍ପ ପ୍ରଶାସନ ବିରୋଧରେ ଏକ ରାୟ ଜାରି କରିଥିଲେ 20 ଡେମୋକ୍ରାଟିକ ରାଜ୍ୟ ଆଣ୍ଟିନୋ
ଜେନେରାଲ ଫି ବିରୋଧରେ ଏକ ମାମଲା ଦାୟର କରିଥିଲେ। ପରବର୍ତ୍ତୀ ଖବର ଜଳ ସମ୍ପଦ ବିଭାଗର 3 ଯନ୍ତ୍ରୀଙ୍କୁ ନିଲମ୍ବିତ କଲେ ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀଙ୍କ ବଡ଼ ଆକ୍ସନ, ଦୁର୍ନୀତି ଅଭିଯୋଗରେ ରାଜ୍ୟ ସରକାର ନେଇଛନ୍ତି ବଡ଼ କାର୍ଯ୍ୟାନୁଷ୍ଠାନ। ଜଳ ସମ୍ପଦ ବିଭାଗର 3 ଯନ୍ତ୍ରୀଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର। ବରଗଡ଼ ଜଳସେଚନ ଡିଭିଜନର ସୁପ୍ରିଟେଣ୍ଡେଣ୍ଟ ଇଞ୍ଜିନିୟର ମଦନ ମୋହନ ସେଠୀ, ଭେଡେନ ଜଳସେଚନ ସବ୍ ଡିଭିଜନ ଆସିଷ୍ଟାଣ୍ଟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରାଜକୁମାର ମିଶ୍ର, ବରଗଡ଼ କେନାଲ ସେକ୍ସନର ଆସିଷ୍ଟାଣ୍ଟ ଇଞ୍ଜିନିୟର ରଞ୍ଜନ ପଟେଲ ନିଲମ୍ବିତ ହୋଇଛନ୍ତି। ଆର୍ଥିକ ଅନିୟମିତତା ଅଭିଯୋଗରେ ସମସ୍ତଙ୍କୁ ନିଲମ୍ବିତ କରିଛି ଜଳ ସମ୍ପଦ ବିଭାଗ। ପରବର୍ତ୍ତୀ ଖବର, ଓଡ଼ିଶା ଛତିଶଗଡ଼ ସୀମାରୁ ବିପୁଳ ପରିମାଣର ମାଓ ଅସ୍ତ୍ରଶସ୍ତ୍ର ଜବତ। ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ କିରମିଟି ଓ କାଟୁଆପଦର ଜଙ୍ଗଲ ଅଞ୍ଚଳରେ ବିପୁଳ ପରିମାଣର ମାଓ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଠାରୁ ମିଳିଥିବା ସୂଚନା ଆଧାରରେ ଡିଭିଏଫ୍ ଓ ବିଏସ୍ଏଫ୍ ଯବାନଙ୍କ ମିଳିତ କମ୍ବିଂ ଅପରେସନ ସମୟରେ ଏହି ଅସ୍ତ୍ରଶସ୍ତ୍ର ଗୁଡ଼ିକୁ ଜବତ କରାଯାଇଛି। ପରବର୍ତ୍ତୀ ଖବର, ବିକାଶର 12 ବର୍ଷ, ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ପ୍ରୟାସରେ ବିକାଶର ଶିଖର ଛୁଇଁଛି ଓଡ଼ିଶା। ସୁଭଦ୍ରାରୁ ସେମି କଣ୍ଡକ୍ଟର ସବୁଠି ସରକାରଙ୍କ ସଫଳତା। ରାଜ୍ୟରେ ଡବଲ ଇଞ୍ଜିନ ସରକାରଙ୍କୁ 2 ବର୍ଷ। ସାମ୍ବାଦିକ ସମ୍ମିଳନୀରେ ସଫଳତା ବଖାଣିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଗଣତାନ୍ତ୍ରିକ ଭାବେ ନରେନ୍ଦ୍ର ମୋଦି ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ନେବାରେ ରେକର୍ଡ କରିଛନ୍ତି। ଭାରତ ରାଜନୀତିରେ ଏହି ସ୍ୱର୍ଣ୍ଣିମ ଅଧ୍ୟାୟ ଇତିହାସରେ ଲିପିବଦ୍ଧ ହୋଇ ରହିବ। ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଦୃଢ଼ ଶାସନକୁ 12 ବର୍ଷ ପୂରିଛି। କେନ୍ଦ୍ର ଓ ରାଜ୍ୟର ମିଳିତ ପ୍ରୟାସରେ ଓଡ଼ିଶା ପ୍ରଗତି ଶିଖର ଛୁଇଁଛି। ପରବର୍ତ୍ତୀ ଖବର, ସୋନିଆ ଗାନ୍ଧୀଙ୍କ ସହ ମମତା ବାନାର୍ଜୀଙ୍କ ଗୁରୁତ୍ୱପୂର୍ଣ୍ଣ ଆଲୋଚନା। ନୂଆ ରାଜନୈତିକ ସମୀକରଣ ସମ୍ଭାବନା। କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଲେ ଟିଏମ୍ସି ନେତା ମମତା ବାନାର୍ଜୀ। ମଙ୍ଗଳବାର ମମତା ସୋନିଆଙ୍କୁ ବାସଭବନକୁ ଯାଇ ତାଙ୍କୁ ଭେଟିଛନ୍ତି। ନୂଆଦିଲ୍ଲୀର କନଷ୍ଟିଟ୍ୟୁସନ କ୍ଲବରେ ହୋଇଥିବା ଇଣ୍ଡିଆ ମେଣ୍ଟ ବୈଠକରେ ଦିନକ ପରେ ସୋନିଆଙ୍କୁ ଭେଟିଲେ ମମତା। ଦୁଇ ନେତ୍ରୀଙ୍କ ମଧ୍ୟରେ ରୁଦ୍ଧଦ୍ୱାର ବୈଠକ ହୋଇଛି। ପରବର୍ତ୍ତୀ ଖବର, ସରକାରୀ ଗସ୍ତ ସମୟରେ କର୍ମଚାରୀଙ୍କ ପାଇଁ ଲାଗିଲା କଟକଣା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ଦିନ ତଳେ ପେଟ୍ରୋଲ ଡିଜେଲର ବ୍ୟବହାର କମ୍ କରିବା ପାଇଁ କହିବା ପରଠାରୁ ସାଧାରଣରେ ଲୋକଙ୍କ ଭିତରେ ଏକ ପ୍ରକାର ଭୟ ରହିଛି। ସମାନ ଭାବେ ବର୍ତ୍ତମାନ ରାଜ୍ୟର ପେଟ୍ରୋଲ ପମ୍ପ ଗୁଡ଼ିକୁ ଆବଶ୍ୟକତା ଅନୁଯାୟୀ ତୈଳ ପହଞ୍ଚି ପାରୁନଥିବା ଲକ୍ଷ୍ୟ କରାଯାଉଛି। ରାଜ୍ୟ ସରକାର ଖର୍ଚ୍ଚ କମ୍ କରିବା ପାଇଁ ସରକାରୀ ବାବୁମାନଙ୍କ ଗାଡ଼ି ବ୍ୟବହାର ଉପରେ ଏକ ପ୍ରକାର କଟକଣା ଲଗାଇ ସାରିଛନ୍ତି। ପୂର୍ବ ଭଳି ଜଣେ ଅଧିକାରୀ ଏକୁଟିଆ ଗୋଟିଏ ସରକାରୀ ଗାଡ଼ି ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଭଳି ସ୍ଥିତି ସରକାରୀ ବାବୁମାନଙ୍କ ବିମାନ ଯାତ୍ରାକୁ ନେଇ ନୂଆ ତଥ୍ୟ ଦୃଷ୍ଟିକୁ ଆସିଛି। ଅର୍ଥ ବିଭାଗ ପକ୍ଷରୁ ଗତ 5 ତାରିଖରେ ଜାରି କରାଯାଇଥିବା ଏକ ସ୍ମାରକ ଅନୁଯାୟୀ ସରକାରୀ ଗସ୍ତ ସମୟରେ କର୍ମଚାରୀମାନେ ବିଜନେସ୍ କ୍ଲାସରେ ବିମାନ ଯାତ୍ରା କରିବା ପାଇଁ ଗୋଟିଏ ଜାଗାରୁ ଅର୍ଥ ବିଭାଗ ପକ୍ଷରୁ ଗତ 5 ତାରିଖରେ ଜାରି କରାଯାଇଥିବା ଏକ ସ୍ମାରକ ଅନୁଯାୟୀ ସରକାରୀ ଗସ୍ତ ସମୟରେ କର୍ମଚାରୀମାନେ ବିଜନେସ୍ କ୍ଲାସରେ ବିମାନ ଯାତ୍ରା କରିବା ପାଇଁ ଗୋଟିଏ ଜାଗାରେ 2ଟି ବିମାନର ବ୍ୟବହାର କରୁଛନ୍ତି। ଏହା ଦ୍ୱାରା ରାଜକୋଷରୁ ବିପୁଳ ଟଙ୍କା ବ୍ୟୟ ହେଉଥିବା ନଜରକୁ ଆସିବା ପରେ ଏହା ଉପରେ ରୋକ ଲଗାଇବାକୁ ପଦକ୍ଷେପ ନିଆଯାଉଛି। ପରବର୍ତ୍ତୀ ଖବର, ଚଳଚ୍ଚିତ୍ର ମେହେର ମୁଣ୍ଡା କରମୁକ୍ତ। ଓଡ଼ିଆ ଚଳଚ୍ଚିତ୍ର ମେହେର ମୁଣ୍ଡାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କରମୁକ୍ତ ଘୋଷଣା କରିଛନ୍ତି। ଏହି ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ନିକୁଞ୍ଜ ହୋତାଙ୍କ ଦ୍ୱାରା ଏହି ଚଳଚ୍ଚିତ୍ର ନିର୍ଦ୍ଦେଶିତ ହୋଇଛି। ସୂଚନା ଯୋଗ୍ୟ ଯେ ଓଡ଼ିଶାର ହସ୍ତତନ୍ତ ବୁଣାକାର ସମ୍ପ୍ରଦାୟଙ୍କ ଜୀବନ ସଂଘର୍ଷ, ସହନଶୀଳତା ଓ ସଫଳତା ଉପରେ ଆଧାରିତ ଏହି ଚଳଚ୍ଚିତ୍ର 2026 ମେ 15 ତାରିଖରେ ମୁକ୍ତିଲାଭ କରିଛି। ଓଡ଼ିଶାର ମହାନ ପାରମ୍ପରିକ ଐତିହ୍ୟ ଓ କାରିଗରୀ କୌଶଳକୁ ଏହି ଚଳଚ୍ଚିତ୍ର ମାଧ୍ୟମରେ ନିଚ୍ଛକ ଭାବରେ ପ୍ରଦର୍ଶିତ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ଏହାକୁ କରମୁକ୍ତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ପରବର୍ତ୍ତୀ ଖବର, ନେପାଳରେ ଭାରତ ଆମ୍ବ ନିଷିଦ୍ଧ। ଜାପାନ ପରେ ଭାରତୀୟ ଆମ୍ବ ଉପରେ କଟକଣା ଲଗାଇଲା ନେପାଳ। ଗୋଟିଏ ପରେ ଗୋଟିଏ ଦେଶ ଭାରତୀୟ ଆମ୍ବ ନିଷିଦ୍ଧ ହେବାରେ ଲାଗିଛି। ପୂର୍ବରୁ ଜାପାନ ସରକାର ଭାରତ ଆମ୍ବ ଆମଦାନୀ ଉପରେ କଟକଣା ଲଗାଇଥିଲେ। ଏବେ ପଡ଼ୋଶୀ ଦେଶ ନେପାଳ ମଧ୍ୟ ଭାରତୀୟ ଆମ୍ବକୁ ନିଷିଦ୍ଧ କରିଛି। ଅତ୍ୟଧିକ ରାସାୟନିକ କୀଟନାଶକ ବ୍ୟବହାର କରାଯାଉଥିବା ଅଭିଯୋଗ କରି ଭାରତୀୟ ଆମ୍ବ ଆମଦାନୀକୁ ନେପାଳ ଅଟକାଇ ଦେଇଛି। ଏହି କଟକଣା ନେପାଳର ସ୍ଥାନୀୟ ଚାଷୀଙ୍କ ପାଇଁ ବରଦାନ ଭାବରେ ବିଚାର କରାଯାଉଛି। ନେପାଳର କୃଷି ମନ୍ତ୍ରାଳୟ ପ୍ରବକ୍ତା ମନୀଷ କୁମାର ପାଲ କହିଛନ୍ତି ଯେ ଏହା ସ୍ଥାନୀୟ ଚାଷୀଙ୍କୁ ଅଧିକ ଆମ୍ବ ଚାଷ କରିବାକୁ ଉତ୍ସାହିତ କରିବ ଓ ସ୍ଥାନୀୟ ଲୋକମାନେ ସୁରକ୍ଷିତ ଓ ସୁସ୍ଥକର ଆମ୍ବ ଖାଇବା ସୁଯୋଗ ପାଇପାରିବେ। ତେବେ ନେପାଳ ସରକାରଙ୍କ ଏହି ପଦକ୍ଷେପକୁ ନେଇ ଫଳ ବ୍ୟବସାୟୀମାନେ ଖୁସି ନାହାନ୍ତି। ପରବର୍ତ୍ତୀ ଖବର, କଟକ ଚଣ୍ଡୀ ମନ୍ଦିରରେ ଆର୍ଥିଂ ଥିଲେ ମଧ୍ୟ ଲାଇଟିଂ ଆରେଷ୍ଟ ନଥିବା ସ୍ୱୀକାର କଲେ ଜିଲ୍ଲାପାଳ। ମନ୍ଦିରରେ ନଥିଲା ବଜ୍ରପାତ ନିରୋଧକ। ମା କଟକ ଚଣ୍ଡୀଙ୍କ ମନ୍ଦିର ଦଧିନଉତି ଭାଙ୍ଗିବା ଘଟଣାର ଠିକା ନେଇଥିବା ସଂସ୍ଥା ବଜ୍ରପାତ ନିରୋଧକ ବ୍ୟବସ୍ଥା କରିନଥିବା ଜିଲ୍ଲାପାଳ ସ୍ୱୀକାର କରିଛନ୍ତି। ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ଜିଲ୍ଲାପାଳ କହିଛନ୍ତି ମନ୍ଦିରରେ ଲାଇଟିଂ ଆରେଷ୍ଟର ବ୍ୟବସ୍ଥା ନଥିଲା। ଲାଇଟିଂ ଆରେଷ୍ଟର ବା ବଜ୍ରପାତ ନିରୋଧକ ବ୍ୟବସ୍ଥା ଦଧିନଉତି ପ୍ରତିଷ୍ଠା ସହ ଲଗାଯିବା ଆବଶ୍ୟକ।
ପରବର୍ତ୍ତୀ ଖବର ପଶ୍ଚିମ ଏସିଆ ସଂକଟ ମଧ୍ୟରେ କୁଏତ ଅମିରଙ୍କ ସହ ଫୋନରେ କଥା ହେଲେ ପିଏମ ମୋଦି। ପଶ୍ଚିମ ଏସିଆରେ ଜାରି ସଂକଟ ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର କୁଏତର ଅମିର ଶେଖ ମେସାଲ ଅହମଦ ଅଲ ଜାବେର ଅଲ ସବାହଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି। ଏହି ଆଲୋଚନା ସମୟରେ ଉଭୟ ନେତା କ୍ଷେତ୍ରୀୟ ସୁରକ୍ଷା ପରିସ୍ଥିତି ଏବଂ ବଦଳୁଥିବା ଭୂ ରାଜନୀତି ଉପରେ ଚର୍ଚ୍ଚା କରିଛନ୍ତି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଏସିଆରେ ବଢୁଥିବା ସାମରିକ ଉତ୍ତେଜନାକୁ ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି। ପରବର୍ତ୍ତୀ ଖବର ଶେଷ 4 ଓଭରରେ ହେଲା ଚମତ୍କାର। ଶ୍ରୀଲଙ୍କା ହାତରୁ ବିଜୟ ଛଡାଇ ଆଣିଲା ଭାରତ। ଆଇପିଏଲ୍ ତାରକାଙ୍କୁ ନେଇ ଗଠିତ ଭାରତୀୟ ଏ ଦଳ ତ୍ରିରାଷ୍ଟ୍ରୀୟ ସିରିଜରେ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛି। ପରାଜୟର ଦ୍ୱାରଦେଶରେ ଥାଇ ମଧ୍ୟ ଶ୍ରୀଲଙ୍କାର ହାତମୁଠାରୁ ବିଜୟ ଛଡାଇ ଆଣିଛି ଭାରତୀୟ ଏ ଦଳ। ଏକଦା ଶ୍ରୀଲଙ୍କା ଦଳ ସହଜ ବିଜୟ ଆଡକୁ ଗତି କରୁଥିବା ବେଳେ ଶେଷ କେଇଟା ଓଭରରେ ଭାରତୀୟ ବୋଲରମାନେ ଶାଣିତ ବୋଲିଂ କରି ମ୍ୟାଚର ମୋଡ଼ ବଦଳାଇ ଦେଇଥିଲେ ଏବଂ ଶ୍ରୀଲଙ୍କା ମୁହଁରୁ ବିଜୟ ଛଡାଇ ଆଣିଥିଲେ। ପରବର୍ତ୍ତୀ ଖବର ମମତା ବାନାର୍ଜୀଙ୍କ ଘରେ ସିବିଆଇ ଚଢାଉ। ମଙ୍ଗଳବାର ପୂର୍ବତନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାଳିଘାଟ ସ୍ଥିତ ବାସଭବନରେ ସିଆଇଡି ଚଢାଉ କରିଛି। ଏହା ସହ ବି ହରିଶ ଚାଟାର୍ଜୀ ଷ୍ଟ୍ରିଟ୍ ସ୍ଥିତ ତୃଣମୂଳ କଂଗ୍ରେସ କାର୍ଯ୍ୟାଳୟରେ ମଧ୍ୟ ପହଞ୍ଚିଛି ସିଆଇଡି। ତଥ୍ୟ ମୁତାବକ ଜାଲ ଦସ୍ତଖତ ମାମଲାରେ ସିଆଇଡି ଦଳ ମମତା ବାନାର୍ଜୀଙ୍କ ବାସଭବନରେ ଚଢାଉ କରିଛନ୍ତି। ନିର୍ବାଚନରେ ପରାଜୟ ପରେ ପଶ୍ଚିମବଙ୍ଗ ବିଧାନସଭାରେ ଦାଖଲ ହୋଇଥିବା ଏକ ସରକାରୀ କାଗଜ ପତ୍ରରେ ଅନେକ ବିଧାୟକଙ୍କ ଦସ୍ତଖତ ଜାଲ ହୋଇଥିବା ଅଭିଯୋଗ ହୋଇଥିଲା। ଖୋଦ୍ ତୃଣମୂଳ ବିଧାୟକଙ୍କ ପକ୍ଷରୁ ଅଭିଯୋଗ ମିଳିବା ପରେ ଏହି ମାମଲା ରୁଜୁ କରାଯାଇଥିଲା। ପରବର୍ତ୍ତୀ ଖବର ଭାରତର ପରମାଣୁ ନୀତିରେ ବଡ଼ ପରିବର୍ତ୍ତନ। ପ୍ରଥମ ଥର ପାଇଁ ମୃତ୍ୟୁବରଣ କଲା 12ଟି ପରମାଣୁ ଅସ୍ତ୍ର। ଭାରତ ପରମାଣୁ କ୍ଷମତାରେ ଆଉ ଏକ ପାଦ ଆଗେଇଛି। ଷ୍ଟକହୋମ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ 2026 ରିପୋର୍ଟ ଅନୁଯାୟୀ 2026 ଆରମ୍ଭ ସୁଦ୍ଧା ଭାରତ 190 ପରମାଣୁ ଯୁଦ୍ଧାସ୍ତ୍ର ରଖିବ ବୋଲି ଆକଳନ କରାଯାଇଛି। ଏହି ସଂଖ୍ୟା ପାକିସ୍ତାନର ଆନୁମାନିକ ଷ୍ଟକ୍ ଫାଇଲକୁ ଅତିକ୍ରମ କରିଛି। ଭାରତର ପରମାଣୁ ନୀତିରେ ବଡ଼ ପରିବର୍ତ୍ତନ ଆସିଛି। ପ୍ରଥମ ଥର ପାଇଁ 12ଟି ପରମାଣୁ ଅସ୍ତ୍ର ମୁତୟନ କରିଛି ଭାରତ। ଅନ୍ତର୍ଜାତୀୟ ପରମାଣୁ ନିରୀକ୍ଷଣ ସଂସ୍ଥା ସିପ୍ରି ପକ୍ଷରୁ ଏହି ସୂଚନା ଜାରି ହୋଇଛି। ପୂର୍ବରୁ ପରମାଣୁ ଅସ୍ତ୍ର ଓ ନିକ୍ଷେପଣ ବ୍ୟବସ୍ଥା ଅଲଗା ରଖାଯାଉଥିଲା। ପରବର୍ତ୍ତୀ ଖବର ବଢିଲା ଗୃହରକ୍ଷୀଙ୍କ ଦୈନିକ ଭତ୍ତା। ଗୃହରକ୍ଷୀଙ୍କ ଦୈନିକ ଭତ୍ତା ବଢିଲା 650 ଟଙ୍କାକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ। ଗୃହରକ୍ଷୀମାନଙ୍କ ପାଇଁ ଆସିଲା ଖୁସି ଖବର। ଦୈନିକ ଭତ୍ତା ବଢିଲା। ଗୃହରକ୍ଷୀମାନଙ୍କ ଦୈନିକ ଭତ୍ତା ଡିସିଏ 639 ଟଙ୍କାରୁ 650 ଟଙ୍କାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୃଦ୍ଧି କରିଛନ୍ତି। ଏହି ବର୍ଦ୍ଧିତ ଭତ୍ତା 2026 ଜାନୁଆରୀ 1 ତାରିଖରୁ ଲାଗୁ ହେବ। 2025 ଜୁଲାଇ ପହିଲାରେ ଗୃହରକ୍ଷୀଙ୍କ ଦୈନିକ ଭତ୍ତା 623ରୁ 639 ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଇତିମଧ୍ୟରେ ରାଜ୍ୟ ସରକାରଙ୍କ ନିୟମିତ କର୍ମଚାରୀଙ୍କ ପାଇଁ 2% ଅତିରିକ୍ତ ମହଙ୍ଗା ଭତ୍ତା 2026 ଜାନୁଆରୀ ପହିଲାରୁ ବୃଦ୍ଧି କରିଛନ୍ତି। ଏସବୁକୁ ଦୃଷ୍ଟି ରଖି ଗୃହରକ୍ଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ପରବର୍ତ୍ତୀ ଖବର ସ୍ୱାସ୍ଥ୍ୟ ସେବା ସୁଦୃଢ଼ ଦିଗରେ ଆଉ ଏକ ବଡ଼ ପଦକ୍ଷେପ। ମେଡିକାଲ କଲେଜ ଓ ହସ୍ପିଟାଲ ଗୁଡ଼ିକ ପାଇଁ 755ଟି ନୂତନ ପଦବୀ ମଞ୍ଜୁର। ସ୍ୱାସ୍ଥ୍ୟ ସେବା ପାଇଁ 755 ପଦ ମଞ୍ଜୁରୀ। ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ଏବଂ ଲୋକଙ୍କ ନିକଟରେ ଉନ୍ନତମାନର ଚିକିତ୍ସା ସେବା ପହଞ୍ଚାଇବା ଲକ୍ଷ୍ୟରେ ଓଡ଼ିଶା ସରକାର ଆଉ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜ ଓ ଚିକିତ୍ସା ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଶିକ୍ଷାଦାନ ଓ ରୋଗୀ ସେବାକୁ ସୁଦୃଢ଼ କରିବା ପାଇଁ ମୋଟ 755ଟି ନୂତନ ପଦବୀ ମଞ୍ଜୁର କରାଯାଇଛି। ଏହି ନିଷ୍ପତ୍ତି କେବଳ ନୂତନ ପଦବୀ ସୃଷ୍ଟିରେ ସୀମିତ ନୁହେଁ, ବରଂ ରାଜ୍ୟରେ ଚିକିତ୍ସା ଶିକ୍ଷାର ଗୁଣବତ୍ତା ବୃଦ୍ଧି, ଦକ୍ଷ ଡାକ୍ତର ସୃଷ୍ଟି ଏବଂ ରୋଗୀଙ୍କୁ ଅଧିକ ଉନ୍ନତ ଓ ତ୍ୱରିତ ସ୍ୱାସ୍ଥ୍ୟ ସେବା ଯୋଗାଇବା ଦିଗରେ ଏକ ଦୂରଦର୍ଶୀ ପଦକ୍ଷେପ ହେବ। ମଞ୍ଜୁର ହୋଇଥିବା ପଦବୀ ଗୁଡ଼ିକ ମଧ୍ୟରେ 7ଟି ପ୍ରଫେସର, 35ଟି ଆସୋସିଏଟ ପ୍ରଫେସର, 85ଟି ଆସିଷ୍ଟାଣ୍ଟ ପ୍ରଫେସର, 29ଟି ଟ୍ୟୁଟର, 248ଟି ସିନିୟର ରେସିଡେଣ୍ଟ, 190ଟି ଜୁନିୟର ରେସିଡେଣ୍ଟ, 112ଟି କାଜୁଆଲିଟି ମେଡିକାଲ ଅଫିସର ଏବଂ 84ଟି ବ୍ଲଡ ବ୍ୟାଙ୍କ ଅଫିସର ପଦବୀ ରହିଛି। ପରବର୍ତ୍ତୀ ଖବର ସ୍ୱତନ୍ତ୍ର ସଂଗଠନ ସଂଶୋଧନର 11ତମ ଦିନ। ଓଡ଼ିଶାରେ 87.66% ଫର୍ମ ବଣ୍ଟନ ଶେଷ। 2.92 କୋଟିରୁ ଅଧିକ ଭୋଟରଙ୍କ ପାଖରେ ପହଞ୍ଚିଲା ଫର୍ମ। ଓଡ଼ିଶାରେ ଚାଲିଥିବା ଭୋଟର ତାଲିକା ସ୍ୱତନ୍ତ୍ର ସଂଗଠନ ସଂଶୋଧନ ପ୍ରକ୍ରିୟା ବେଶ ସଫଳତାର ସହ ଆଗେଇ ଚାଲିଛି। ଏହି କ୍ରମରେ ସଂଶୋଧନ ଅଭିଯାନର 11ତମ ଦିନ ସୁଦ୍ଧା ରାଜ୍ୟରେ ମୋଟ 87% ଫର୍ମ ବଣ୍ଟନ କାର୍ଯ୍ୟ ସମ୍ପନ୍ନ ହୋଇଛି। ମିଳିଥିବା ସୂଚନା ଅନୁସାରେ ରାଜ୍ୟର ସର୍ବମୋଟ 2,92,78,308 ଜଣ ଭୋଟରଙ୍କୁ ସଫଳତାର ସହ ଫର୍ମ ବଣ୍ଟନ କରାଯାଇଛି। ଭୋଟର ତାଲିକାକୁ ଅଧିକ ସ୍ୱଚ୍ଛ, ସତେଜ ଏବଂ ତ୍ରୁଟିଶୂନ୍ୟ କରିବା ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଏହି ସ୍ୱତନ୍ତ୍ର ସଂଗଠନ ସଂଶୋଧନ ପ୍ରକ୍ରିୟା ଜାରି ରହିଛି।